ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କାର ଅନୁଦାନ। ହେଲେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ବ୍ରହ୍ମଗିରିରେ ଥିବା ଶିଳାକ୍ଷେତ୍ର ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରିର ଶ୍ରୀ ଅଲାରନାଥଙ୍କୁ ପ୍ରକଳ୍ପକୁ କୋଟି କୋଟି ଟଙ୍କା ଅନୁଦାନ ଏବେ କୁଆଡ଼େ ଗଲା? କେଉଁଠି ରହିଲା ସେ ଅନୁଦାନ ରାଶି? ଅନୁଦାନ ପାଣ୍ଠି କାହିଁକି ନିୟୋଜିତ ହୋଇପାରୁନି ଏହି ଅଲାରନାଥଙ୍କ ପୀଠରେ? ଖଣ୍ଡିଆ ଖାବରା କରି ଚତୁଃପାର୍ଶ୍ୱକୁ ଏବେ କିଲବିଲ କରୁଛି ପର୍ଯ୍ୟଟକଙ୍କ ମନ ଭିତରକୁ। ଜ୍ୱରରେ ପଡ଼ନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ। ଠିକ୍ ସେତିକିବେଳେ 15 ଦିନ ପାଇଁ ଅଣସର ଘର ଖୋଲିଥାଏ ଏହି ବ୍ରହ୍ମଗିରିର ବ୍ରହ୍ମକ୍ଷେତ୍ରର ଅଲାରନାଥଙ୍କର କ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତମାନେ ଏହି ଅଲାରନାଥ ପୀଠକୁ ଦର୍ଶନ କରିବା ପାଇଁ ଆସନ୍ତି। ଦର୍ଶକ ବନ୍ଧୁ ଦେଖୁଥିବେ ଏହି ଭିଜୁଆଲ ମାଧ୍ୟମରେ ଏ ସମ୍ପୂର୍ଣ୍ଣ ଭାବରେ କିଛି ନିମ୍ନମାନର କାର୍ଯ୍ୟ କରିଦେଇ ଏଠି ଠିକାଦାର ସିଧାସଳଖ ଛୁଁ ମାରିଛି। କାହିଁକି କଣ୍ଟ୍ରାକ୍ଟରମାନେ ନିମ୍ନମାନର କାର୍ଯ୍ୟ କରି ମାରୁଛନ୍ତି ଛୁଁ? ଏଇଠି ଦେଖିବାକୁ ଗଲେ ଗୋଟିଏ ପଟେ ପ୍ରଶାସନିକ ଅଧିକାରୀମାନେ ଯେତେବେଳେ 5T ମାଧ୍ୟମରେ 8 କୋଟି ଟଙ୍କା ମଞ୍ଜୁର କରାଯାଇଥିଲା, କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି? କେଉଁଠି ରହିଛି ସେ ତ୍ରୁଟି? କିଏ ଏହା ପାଇଁ ଦାୟୀ? ନିମ୍ନମାନର କାର୍ଯ୍ୟକୁ କାହିଁକି ଟ୍ରଷ୍ଟି ମନ୍ଦିର ଟ୍ରଷ୍ଟି ଏହାକୁ ଗୁରୁତ୍ୱର ସହିତ ନେଉନାହିଁ? ଯେତେବେଳେ ଗୋଟିଏ ପରେ ଗୋଟିଏ ତହସିଲଦାର ଯିଏ ଅଛନ୍ତି ଟ୍ରଷ୍ଟିର ଅଧ୍ୟକ୍ଷ ବଦଳି ପରେ ବଦଳି ଚାଲିଥିବା ବେଳେ ପ୍ରତିଦିନ ବାହାରୁ ଆସୁଥିବା ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ସେଠି ପରିସ୍ରାଗାରଟିଏ ନାହିଁ କିମ୍ବା କୌଣସି ପ୍ରକାର ବି ଶୌଚାଳୟଟିଏ ନାହିଁ। ଏହା ଦୁଃଖ ଦୁର୍ଭାଗ୍ୟର ବିଷୟ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପାଇଁ, ପୁରୀ ଜିଲ୍ଲା ପାଇଁ, ସାରା ଓଡ଼ିଶା ପାଇଁ। କାରଣ ଦ୍ୱିତୀୟ ଶିଳାକ୍ଷେତ୍ର ଭାବରେ ପରିଚିତ ସାରା ଦେଶରେ ନୁହେଁ, ସାରା ଏହାକୁ ନେଇ ସିଧାସଳଖ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଏକ ପ୍ରକାର ଅସନ୍ତୁଷ୍ଟ ବ୍ୟକ୍ତ ହେବାର ଦେଖିବାକୁ ମିଳିଛି। ଶୁଣନ୍ତୁ କ'ଣ କହୁଛନ୍ତି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବ୍ରହ୍ମଗିରି ବ୍ଲକର ସଭାପତି ଆମ୍ ଆଦମୀ ପାର୍ଟିର ଯୁଧିଷ୍ଠିର ବାରିକ ଏବଂ ସ୍ଥାନୀୟ ନୂତନ ତହସିଲଦାର। ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର। ବ୍ରହ୍ମଗିରି ତ ଅଲାରନାଥଙ୍କ ପୀଠ ଏବଂ ବାଲିହରଚଣ୍ଡୀ ପୀଠ, ଯେଉଁକି ଐତିହାସିକ ଗୋଟେ ପୀଠସ୍ଥଳୀ ହିସାବରେ ପରିଚିତ ଆଉ ପର୍ଯ୍ୟଟନ ସ୍ଥଳୀ ହିସାବରେ ପରିଚିତ, ପ୍ଲସ୍ ବିଶ୍ୱ ପ୍ରସିଦ୍ଧ ଗୋଟେ ମାନେ ଦର୍ଶନୀୟ ସ୍ଥାନ ହିସାବରେ ଲୋକ ବହୁତ ପିକନିକ୍ କରିବାକୁ ଆସୁଛନ୍ତି ବା ଆଗରୁ ଆସୁଥିଲେ, ଭବିଷ୍ୟତରେ ବି ଆସିବେ। ତାର ସେ ପରିବେଶ କେମିତି ସୁସ୍ଥ ରହିବ ଏବଂ ସେଠି କେମିତି ଅଳିଆ ଆବର୍ଜନାକୁ ମୁକ୍ତ ରଖାଯିବ, ସେଥିପାଇଁ ଯଥାସମ୍ଭବ ଯତ୍ପରୋନାସ୍ତି ଚେଷ୍ଟା କରିବି ମୁଁ। ଆଉ ସାର୍ ଦେଖନ୍ତୁ, ଗୋଟିଏ ଗୋଟେ ଅଲାରନାଥଙ୍କ ପାଇଁ ଯେଉଁ 8 କୋଟି ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଥିଲା, ତାହା ବର୍ତ୍ତମାନ ସିଧାସଳଖ ଦେଖିବାକୁ ଗଲେ ଅବହେଳିତ ଭିତରେ ରହିଛି। ତ ଦେଖନ୍ତୁ, ଗତ ଯେଉଁ ଥିଲେ ଆପଣଙ୍କର ପୂର୍ବତନ ତହସିଲଦାର ସିଧାସଳଖ କହିଥିଲେ ଏତିକି ଅଲାରନାଥଙ୍କର ସମ୍ପତ୍ତି ଫେରି ଆସିଛି ବୋଲି। ସାର୍ ସତରେ କ'ଣ ଫେରି ଆସିଛି? ଆଉ କାହିଁକି ରହିଛି ବର୍ତ୍ତମାନ ଅଲାରନାଥଙ୍କର ପୀଠ ଏଭଳି ଦୁର୍ଦ୍ଦଶା ଭିତରେ? ପରିସ୍ରାଗାରଟିଏ ନାହିଁ, ବାଥରୁମ୍ଟିଏ ନାହିଁ। ଏ ଆପଣ ସିଧାସଳଖ ସାର୍ କ'ଣ କରିବେ ଆଗାମୀ ଦିନରେ ୟାର ପ୍ରତିକାର? ନାଇଁ, ସେ ବିଷୟରେ ତ ମୁଁ ଭଲ ଭାବରେ ଅବଗତ ହୋଇନାହିଁ, ପ୍ରଥମ ଜିନିଷ। ଦ୍ୱିତୀୟ ଜିନିଷ ହେଲା, ଏଠି ଜଣେ ଏକ୍ଜିକ୍ୟୁଟିଭ୍ ଅଫିସର କମିଶନର ନିଯୁକ୍ତି କରିଛନ୍ତି। ମୁଁ ତାଙ୍କୁ ଚାର୍ଜ ଦେବା ପାଇଁ ସେଥିରେ ଲେଖା ଯଦିଓ ଅଛି, ମୁଁ କିନ୍ତୁ ମୋ ପୂର୍ବତନ ଯିଏ ଥିଲେ ତହସିଲଦାର ସିଏ ମୋତେ କୌଣସି ଚାର୍ଜ ଦେଇନଥିଲେ। ମୁଁ ତାଙ୍କୁ ଏପର୍ଯ୍ୟନ୍ତ ଚାର୍ଜ ଦେବା କଥା ବା ଦେଇନାହିଁ ଚାର୍ଜ। ତେଣୁ ଅଲାରନାଥଙ୍କର ସେ ବିଷୟରେ ମୁଁ ଯଦିଓ ଅବଗତ ନାହିଁ, କିନ୍ତୁ ଅଲାରନାଥଙ୍କ ପୀଠକୁ ସର୍ବସୁରକ୍ଷା ଦେବା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରିବି ଏବଂ ଠାକୁରଙ୍କ ଐତିହ୍ୟ ରକ୍ଷା କରିବା ପାଇଁ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି। କେଲେଙ୍କାରୀ ଯାଇଛି ତା ଭିତରେ, ହଁ ନିଶ୍ଚିତ। ଠାକୁରଙ୍କ ସମ୍ପତ୍ତି ଏବେ ମୁଁ ରିସେଣ୍ଟଲି ଯାଇକରି 10 ଦିନ ପୂର୍ବରୁ ଗୋଟେ କାଉଣ୍ଟର ଆଫିଡେଭିଟ୍ କରିକି ଆସିଛି ଅଲାରନାଥଙ୍କ ସମ୍ପତ୍ତି ଉପରେ, ଯେଉଁଟାକି ମାନେ ଠାକୁରଙ୍କ ସମ୍ପତ୍ତି ସବୁବେଳେ ଠାକୁରଙ୍କର ବା ସରକାରୀ ସମ୍ପତ୍ତି ସବୁବେଳେ ସରକାରଙ୍କର। କିଏ କେତେବେଳେ ଆସିଲା, କିଏ କେତେବେଳେ ଗଲା, ଆମର ସେଗୁଡ଼ାକରେ ଆମର ଯାଏସ ନାହିଁ। ସବୁବେଳେ ସରକାରଙ୍କ ସମ୍ପତ୍ତିକୁ ସୁରକ୍ଷା କରିବା ହିଁ ଆମର ଦାୟିତ୍ୱ ଏବଂ ଠାକୁରଙ୍କ ସମ୍ପତ୍ତି ଯେହେତୁ ଅଲାରନାଥଙ୍କ ଟ୍ରଷ୍ଟର ଚେୟାରମ୍ୟାନ୍ ହିସାବରେ ଯାହା କରିବି ମୁଁ କମିଟିର ପରାମର୍ଶ କ୍ରମେ କରିବି ଏବଂ ମୋର ଉପରିସ୍ଥ ଅଧିକାରୀଙ୍କ ପରାମର୍ଶରେ ଯାହା ମୁଁ ସମ୍ପତ୍ତିର ସୁରକ୍ଷା ପାଇଁ ମୁଁ ଯଥାସମ୍ଭବ ଚେଷ୍ଟା କରିବି। ନିଶ୍ଚିତ। ମୁଁ ଯୁଧିଷ୍ଠିର ବାରିକ, ଆମ୍ ଆଦମୀ ପାର୍ଟି ବ୍ରହ୍ମଗିରି ବ୍ଲକ ସାର୍। ବଡ଼ ଦୁଃଖର କଥା, ବ୍ରହ୍ମଗିରି କି ମହାପ୍ରଭୁ ଅଲାରନାଥ ହେଉଛନ୍ତି ବ୍ରହ୍ମଗିରିର ଠାକୁର। ଯଦି ବ୍ରହ୍ମଗିରି ପରିଚୟ ପାଇଥାଏ ତାହେଲେ ଅଲାରନାଥ ମହାପ୍ରଭୁଙ୍କ ପାଇଁ ବଡ଼ ଦୁଃଖର କଥା। ବିଗତ ଦିନରେ ଯେଉଁ ସରକାର ଥିଲେ 8 କୋଟି ଟଙ୍କା ସାଂସନ୍ କରିଥିଲେ, ଶୌଚାଳୟ ହେବ, ରାସ୍ତା ହେବ, ରୋଡ଼ ହେବ, କିନ୍ତୁ ବଡ଼ ଦୁଃଖର କଥା ଆଜି ଦେଖନ୍ତୁ କ'ଣ ହେଇକି ପଡ଼ିଛି। କାହା ଯୋଗୁଁ, କିଏ ବନ୍ଦ କରିଛି, କାହା ଯୋଗୁଁ ବନ୍ଦ ହେଇଛି?
ସରକାରଙ୍କର ଡିଣ୍ଡିମ ପିଟୁଥିଲା ବେଳେ 5 ମାସର ସରକାର ମୋହନ ମାଝୀ ସରକାର କହୁଛନ୍ତି ଆମେ କାମ କରୁଛୁ। ଆଜି ପୁରୀରେ ଦେଖନ୍ତୁ କେଡ଼େ ବଡ଼ କାମ ହେଉଛି, କିନ୍ତୁ ବ୍ରହ୍ମଗିରି ଆଜି ଅବହେଳିତ, ପ୍ରଶାସନ ଅବହେଳିତ। ଆଜି ଯେଉଁ ଟୁରିଷ୍ଟ ମାନେ ଆସୁଛନ୍ତି ସେମାନେ ପରିସ୍ରା ବାହାରେ ବସୁଛନ୍ତି। ଏ ଦୁଃଖର ବିଷୟ। ଆମେ ଆମ୍ ଆଦମୀ ପାର୍ଟି ବ୍ରହ୍ମଗିରି ତରଫରୁ ଆମେ ଆନ୍ଦୋଳନ କରିଥିଲୁ, ଧାରଣା ଦେଇଥିଲୁ ମଧ୍ୟ ଏଇ ଅଲାରନାଥଙ୍କ ପାଇଁ, କିନ୍ତୁ ଆଜି ସେ କାମ ନିମ୍ନ ଗତିରେ ଚାଲିଛି। ଆମେ ରାଷ୍ଟ୍ରପତି ମହୋଦୟ ଆସୁଛନ୍ତି ଓଡ଼ିଶାକୁ, ଆମେ ତାଙ୍କୁ ଅନୁରୋଧ କରୁଛୁ ଅଲାରନାଥ ମହାପ୍ରଭୁଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ ତିଆରି ହେଉ ଏବଂ ଯେଉଁ 8 କୋଟି ଟଙ୍କା ଆସିଛି ସେ କୁଆଡ଼େ ଗଲା, କାମ କେଉଁଠି ହେଲା? ଏଇ 10-20ଟା ପିଲର ଉଠେଇ ଦେଇ ଆପଣମାନେ କାମ କରିକି କୁଆଡ଼େ ଗଲେ, କିଛି ଖୋଜ ଖବର ନାହିଁ। ଆମେ ଅନୁରୋଧ କରୁଛୁ, ବ୍ରହ୍ମଗିରିର ଜନସାଧାରଣଙ୍କୁ ଅନୁରୋଧ କରୁଛୁ, ବ୍ରହ୍ମଗିରିର ଠାକୁର ଅଲାରନାଥଙ୍କର ଯେଉଁ ବିପଦ ଅଛି, ଆଜି ଅଲାରନାଥ ଉପାସରେ ଅଛନ୍ତି, ଅଲାରନାଥ ଉପାସରେ ରହୁଛନ୍ତି, ତାଙ୍କୁ ପିନ୍ଧେଇବାକୁ ଲୁଗା ନାହିଁ, ତାଙ୍କୁ ଲଗାଇବା ପାଇଁ ତେଲ ନାହିଁ, ତାଙ୍କୁ ଜଳେଇବା ପାଇଁ ବତି ନାହିଁ। କି ଦୁଃଖର କଥା ଆଜ୍ଞା। କିନ୍ତୁ ଅଲାରନାଥଙ୍କର ଏକର ଯେଉଁ ତହସିଲଦାର କହିଥିଲେ, ଆପଣଙ୍କ ମିଡ଼ିଆ ମାଧ୍ୟମରେ ମୁଁ କହିବାକୁ ଚାହୁଁଛି, ବିଗତ ଦିନରେ ଯେଉଁ ତହସିଲଦାର ଥିଲେ ସେ କହିଥିଲେ ଆମେ ଅଲାରନାଥଙ୍କର ସମସ୍ତ ସମ୍ପତ୍ତି ପ୍ରଶାସନକୁ ଆଣିଛୁ। କାହିଁ? ସମସ୍ତ ତ ପବ୍ଲିକ ଅଲାରନାଥଙ୍କ ସମ୍ପତ୍ତି ଉପରେ ଅଛନ୍ତି। ଆମେ ଅନୁରୋଧ କରୁଛୁ ମୋହନ ମାଝୀ ସରକାରଙ୍କୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ରାଷ୍ଟ୍ରପତି ମହୋଦୟାକୁ ଯେ ତଦାରଖ କାହା ଉପରେ ଦାୟୀ କରିବେ, କାହାକୁ ଦାୟୀ ରଖିବେ? ଏଇ କାର୍ଯ୍ୟକ୍ରମ ଆମେ ଓଡ଼ିଶା ସରକାର ମୋହନ ମାଝୀ ଏଥିପାଇଁ ଦାୟୀ।